ଓଡ଼ିଶା ସମେତ ସାରା ଦେଶରେ ଜାତୀୟ ଶିକ୍ଷାନୀତିର କ୍ରିୟାନ୍ୱୟନକୁ ଗତି ଦିଆଯିବ। ବିଶେଷ ଭାବେ ଓଡ଼ିଶାରେ ନବଗଠିତ ବିଜେପି ସରକାର ସହଯୋଗରେ ଓଡ଼ିଶାରେ ପିଏମ୍ ଶ୍ରୀ ସ୍କୁଲ ଓ ପିଏମ୍ ଭାଷାକୁ କାର୍ଯ୍ୟକାରୀ କରାଯିବ। ଏହା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ରାଲେଗେଡ଼ା ଓ ଧୂଳିପୁଟ ପଞ୍ଚାୟତର ଅଧିକାଂଶ ଗାଁ ଆନ୍ଧ୍ରର ସୀମାକୁ ଲାଗି ରହିଛି। ଓଡ଼ିଶା ପକ୍ଷରୁ ବିକାଶର ବିଶେଷ ଚିହ୍ନବର୍ଣ୍ଣ ସିନାପାଲି, ଜୁମଡାଙ୍ଗ, କରୁକୋଣ୍ଡା, ଚିତାଙ୍ଗୁରୁ ଭଳି ଗାଁଗୁଡ଼ିକରେ ଦେଖିବାକୁ ମିଳେନାହିଁ। ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସରକାରୀ ଉଦାସୀନତାର ଶିକାର ହୋଇଛନ୍ତି ବହୁ ଗାଁ, ଯାହାର ସୁଯୋଗ ନେଇଥିଲେ ଆନ୍ଧ୍ରର ରାଜନେତା ଏବଂ ପ୍ରଶାସନିକ ଅଧିକାରୀ। ଯଦିଓ ସ୍ୱାଭିମାନ ଅଞ୍ଚଳର ଅଧିକାଂଶ ଅଞ୍ଚଳରେ ଓଡ଼ିଆ ବିଦ୍ୟାଳୟ ରହିଛି, ତଥାପି ଓଡ଼ିଆ ପଢ଼ିବାକୁ ଏଠାକାର ପିଲା ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ଓଡ଼ିଶାର ସୀମା ଅତିକ୍ରମ କରି ନିଜ ଗାଁଠାରୁ 5ରୁ 10 କିଲୋମିଟର ଦୂର ଆନ୍ଧ୍ର ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଛନ୍ତି। ନୂଆ ପିଢ଼ି ତେଲୁଗୁ ପଢ଼ିବା ଦ୍ୱାରା ଓଡ଼ିଆ ଭାଷା ସଙ୍କଟ ରହିଛି। ଏପରିକି ସୀମାନ୍ତ ଗାଁରେ ଆଦିବାସୀ ପରିବାର ବସବାସ କରୁଛନ୍ତି, କିନ୍ତୁ ନିଜର ଭାଷାକୁ ବି ଆଦିବାସୀ ଏକ ପ୍ରକାର ଭୁଲିଗଲେଣି। ଯଦି ସମୟ ଥାଉ ଥାଉ କୌଣସି ପଦକ୍ଷେପ ନ ନିଆଯାଏ, ତେବେ ନିଶ୍ଚିତ ରୂପେ ଭାଷା ଭିତ୍ତିରେ ସୀମାନ୍ତ ଗାଁ ପୁଣି ବିଚ୍ଛିନ୍ନ ହୋଇଯିବାର ସମ୍ଭାବନା ରହିଛି। ଆଜି ମଙ୍ଗଳ ଆଳତି ପରଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କର ମନ୍ତ୍ରିପରିଷଦଙ୍କର ଉପସ୍ଥିତିରେ ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ପ୍ରମୁଖ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି। ଭକ୍ତ ବି ଚାରିଦ୍ୱାରରୁ ଦର୍ଶନ ସୁଯୋଗ ପାଇ ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ପୂର୍ବରୁ ଦର୍ଶନ ପାଇଁ ଯେଉଁଠି 4 ଘଣ୍ଟା ଲାଗୁଥିଲା, ଏବେ ଅଧଘଣ୍ଟାରେ ଭକ୍ତ ଦର୍ଶନ ସାରି ଫେରିଛନ୍ତି। ହାଇକୋର୍ଟଙ୍କ ଆଦେଶ କ୍ରମେ 2016 ମସିହାରୁ ଗର୍ଭଗୃହ, ସାହାଣ ମେଳା ଓ ପରିମାଣିକ ଦର୍ଶନ ବନ୍ଦ ରହିଛି। ଏହା ପୂର୍ବରୁ ଭକ୍ତମାନଙ୍କ ପାଇଁ ଗର୍ଭଗୃହକୁ ସାହାଣ ମେଳା ଓ ପରିମାଣିକ ଦର୍ଶନ ବ୍ୟବସ୍ଥା ଥିଲା। ଇଚ୍ଛୁକ ଭକ୍ତମାନେ ଟଙ୍କା ଦେଇ ଟିକେଟ କାଟି ପରିମାଣିକ ଦର୍ଶନ କରୁଥିଲେ। ନୀତିକାନ୍ତିରେ ବିଳମ୍ବ ଓ ଅନ୍ୟାନ୍ୟ ବିବାଦ କାରଣରୁ 2016ରୁ ଗର୍ଭଗୃହ ଦର୍ଶନ ବନ୍ଦ ରହିଛି। କିନ୍ତୁ ଆଜି ଚାରିଦ୍ୱାର ଖୋଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଅନ୍ୟ ମନ୍ତ୍ରୀଗଣ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଯାଇଥିଲେ। ଭିତରକାଠରୁ ମହାପ୍ରଭୁଙ୍କର ଦର୍ଶନ କରୁଥିବା ବେଳେ କିଛି ସେବାୟତ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ଗର୍ଭଗୃହକୁ ଆସି ଦର୍ଶନ କରିବାକୁ କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଗର୍ଭଗୃହକୁ ଯାଇ ଦର୍ଶନ କରିଥିଲେ। ଏହାର ସୁଯୋଗରେ କିଛି ସେବାୟତ ଭକ୍ତଙ୍କୁ ବି ଗର୍ଭଗୃହ ଦର୍ଶନ କରାଇଥିଲେ। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଯିବା ପରେ ଏନେଇ ବିବାଦ ହେବାରୁ ଭକ୍ତଙ୍କ ଗର୍ଭଗୃହ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ଗ୍ରୀଷ୍ମ ଛୁଟି ପରେ ଆସନ୍ତା 18 ତାରିଖରେ ସ୍କୁଲ ଖୋଲିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଦିନରେ ଯେପରି ମଧ୍ୟାହ୍ନ ଭୋଜନ ମିଳିବ, ସେ ଦିଗରେ ପଦକ୍ଷେପ ନେବାକୁ ଆଜି ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର ନାୟକ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ ସେ ଦର୍ଶାଇଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା 6ରୁ 14 ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନ ଭୋଜନ ପାଇବାକୁ ହକଦାର। ସ୍କୁଲର ଅବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ଯେପରି ସେମାନଙ୍କର ହକରୁ ବଞ୍ଚିତ ନ ହୁଅନ୍ତି, ଏଥିପ୍ରତି ସ୍କୁଲ କର୍ତ୍ତୃପକ୍ଷମାନେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଛୁଟି ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ବଳକା ରହିବା ଚାଉଳ, ତେଲ, ଡାଲି, ସୋୟାବଡି ସମେତ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଠିକ୍ ଅଛି କି ନାହିଁ ତାହାକୁ ଯାଞ୍ଚ କରିବାକୁ କୁହାଯାଇଛି। ରୋଷେଇଆ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବାକୁ ଦେବା ପୂର୍ବରୁ
ଭଲ ଭାବେ ତାହାକୁ ଚାଖିବାକୁ ପରାମର୍ଶ ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କ ମନ୍ଦିର ଉପରେ ବଜ୍ରପାତ ଯୋଗୁଁ ଖସି ପଡ଼ିଛି କଳସ ଓ ତ୍ରିଶୂଳ। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ସୁକ୍ରୁଳି ବ୍ଲକ ଅଞ୍ଚଳରେ ବର୍ଷା ହେବା ସହ ଘଡ଼ଘଡ଼ି ମାରିଥିଲା। ଏତିକିବେଳେ ଖିଚିଙ୍ଗସ୍ଥିତ କିଚକେଶ୍ୱରୀ ମନ୍ଦିର ଉପରେ ବଜ୍ରପାତ ହୋଇଥିଲା। ଫଳରେ ମନ୍ଦିରର ଦଧିନଉତିରେ ଲାଗିଥିବା କଳସ, ପତାକା ଓ ତ୍ରିଶୂଳ ଖସି ପଡ଼ିଥିଲା। ଏହା ସହିତ ମନ୍ଦିର ଭିତରେ ଥିବା ଇନଭର୍ଟର ବ୍ୟାଟେରୀ ମଧ୍ୟ ଫାଟି ଯାଇଥିଲା। ତେବେ ଏହି ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଦୀର୍ଘ 24 ବର୍ଷ ଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନଙ୍କୁ ଜେଡ୍+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ହେଲେ ବୁଧବାର ନୂଆ ସରକାର ଆସିବା ପରେ କମିଶନରେଟ୍ ପୁଲିସ ନବୀନ ପଟ୍ଟନାୟକଙ୍କର ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରିଛି। ତାଙ୍କର ଜେଡ୍+ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଖାଲି ଏତିକି ନୁହେଁ, ନବୀନ ନିବାସ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ୱରେ ଥିବା ଏସ୍ଏସ୍ବି ବାଟାଲିୟନ 300 ସିପାହୀ ସଂଖ୍ୟା କମାଇ ଦିଆଯାଇଛି। ଏହି ସିପାହୀ 3ଟି ସିଫ୍ଟରେ ଭିତର ଓ ବାହାରେ ସୁରକ୍ଷା ଦେଉଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟିଂ ଏସ୍କର୍ଟ ସହ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ନବୀନ ନିବାସ ପାଇଁ 45 ଜଣ ସିପାହୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଜୁଲାଇ 1ରୁ ବ୍ରିଟିଶ ଆଇନ ହଟିବ। ସାରା ଦେଶରେ ନୂଆ ପୋଲିସ ଆଇନ ଲାଗୁ ହେବ। 1860 ମସିହାରୁ ଚାଲିଥିବା ବ୍ରିଟିଶ ଆଇନକୁ ହଟାଇ ଦିଆଯିବ। ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି। ନୂଆ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଛି। ନୂଆ ଆଇନ ଆସିବା ପରେ ଆଇପିସି, ସିଆର୍ପିସି ଏବଂ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ। ଇଣ୍ଡିଆନ ପେନାଲ କୋଡ୍ ପରିବର୍ତ୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା। ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣପର୍ବ ରଜ ପାଳନ କରିଛନ୍ତି। ଶ୍ରୀ ମାଝୀ ଆଜି ସନ୍ଧ୍ୟାରେ ରାଜ୍ୟ ସଂଗ୍ରହାଳୟକୁ ଯାଇ ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ଜନସାଧାରଣଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଜନସାଧାରଣ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ମାଝୀ ଜନସାଧାରଣଙ୍କୁ ରଜ ଅଭିନନ୍ଦନ ଜଣାଇଛନ୍ତି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହିପରି ବୃକ୍ଷରୋପଣ ମଧ୍ୟ କରିଛନ୍ତି। ରାଜ୍ୟର କଳା ସଂସ୍କୃତି ଉପରେ ପର୍ଯ୍ୟବସିତ ଏକ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଶ୍ରୀ ମାଝୀ ଓଡ଼ିଆ ସଂସ୍କୃତିରେ ରଜ ପାଳନ ଓ ରଜପିଠାର ଗୁରୁତ୍ୱ ସମ୍ପର୍କରେ କହିଥିଲେ। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ମନେ ପକାଇଥିଲେ। ଆଦିବାସୀଙ୍କର ଅଭିଯୋଗ ପାଇବା ପରେ ତେଲେଙ୍ଗାନାର ଭଦ୍ରାଦ୍ରି ଅଞ୍ଚଳର ପୁଲିସ ଜଙ୍ଗଲରେ ସର୍ଚ୍ଚ ଅପରେସନ କରି 58ଟି ମୃତ୍ୟୁର ଫନ୍ଦା ଠାବ କରିଥିଲେ। ଏହି ମୃତ୍ୟୁର ଫନ୍ଦାରେ 3350ଟି ସ୍ପାଇକ୍ କାଠି ରହିଥିବା ପୁଲିସ ଜାଣିବାକୁ ପାଇଛି। ଏହାକୁ କେବଳ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବିଛାଯାଇଥିଲା ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି। ତେଣୁ ସୀମାନ୍ତବର୍ତ୍ତୀ ଅଞ୍ଚଳର ଆଦିବାସୀ ଏବେ ଜଙ୍ଗଲକୁ ଯାଇପାରୁନାହାନ୍ତି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନାରୁ 2 କିଲୋମିଟର ଦୂର ଚମକପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 3 ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ କାରଟି ଜଳିଯାଇଥିବା ବେଳେ ସ୍ଥାନୀୟ ଲୋକ ଗାଡ଼ି ଭିତରୁ 3 ଜଣ ଆରୋହୀଙ୍କୁ ଉଦ୍ଧାର କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ ଭୁବନେଶ୍ୱରରୁ ବାହାରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଭିମୁଖେ ଯାଉଥିଲା। ରାତି ପ୍ରାୟ 9:30 ବେଲଗୁଣ୍ଠା ଅତିକ୍ରମ କଲା ପରେ ବାଣତୁମ୍ବ ଗାଁ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା। ବସ୍ର ଚାଳକ ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲେ।
ଫଳରେ 5 ଜଣ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ସମସ୍ତ 5 ଜଣ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ କହିଛି, ବସରେ ପ୍ରାୟ 40 ଜଣ ଯାତ୍ରୀ ଥିଲେ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ 2 ଜଣ ଆଇଟିବିପିର ଯବାନ ଆହତ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା ଯେ ଆବୁଝମାଡ଼ ଜଙ୍ଗଲର କୁତୁଲ ଅଞ୍ଚଳରେ ମାଓବାଦୀ କ୍ୟାମ୍ପ କରି ରହିଛନ୍ତି। ତେବେ ତୁରନ୍ତ ଜିଲ୍ଲା ପୋଲିସ ସହ ଆଇଟିବିପି ଯବାନ ସର୍ଚ୍ଚ ଅପରେସନ ପାଇଁ ଜଙ୍ଗଲରେ ପଶିଥିଲେ। ତେବେ ନକ୍ସଲ ପୂର୍ବରୁ ଆମ୍ବୁଶ ଲଗାଇ ବସିଥିଲେ। ଯବାନ ଜଙ୍ଗଲରେ ପଶିବା ପରେ ମାଟି ତଳେ ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ୍କୁ ବିସ୍ଫୋରଣ କରିଦେଇଥିଲେ। ଫଳରେ 2 ଜଣ ଆଇଟିବିପିର ଯବାନ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ କହିଛି। ବିଶ୍ୱପ୍ରସିଦ୍ଧ ବାବା କେଦାରନାଥ ମନ୍ଦିର କମ୍ପ୍ଲେକ୍ସଠାରୁ 50 ମିଟର ଦୂରରେ ରିଲିଜ ତିଆରି ଉପରେ ଉତ୍ତରାଖଣ୍ଡ ସରକାର ନିଷେଧାଦେଶ ଜାରି କରିଛନ୍ତି। ନିଷେଧାଦେଶ ସତ୍ତ୍ୱେ କେଦାରନାଥ ମନ୍ଦିର ବାହାରେ ରିଲିଜ କରିବାକୁ କିଛି ଯୁବପିଢ଼ି ପଛାଉନାହାନ୍ତି। ଆଉ ବାରମ୍ବାର ମନା କରିବା ସତ୍ତ୍ୱେ ଯୁବପିଢ଼ି ନ ମାନିବାରୁ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିଛିଦିନ ତଳେ ପୁଲିସ 170 ଜଣଙ୍କର ମୋବାଇଲ ଫୋନ ଜବତ କରିଥିବା ବେଳେ ଆଜି ପୁଲିସ ଭକ୍ତଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରି ଜରିମାନା ଭାବେ 75,250 ଟଙ୍କା ଜବତ କରିଥିଲା। ଏଥିସହ ମନ୍ଦିରକୁ ଯାଉଥିବା ରାସ୍ତା କଡ଼ରେ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 15,200 ଟଙ୍କା ଜରିମାନା ଆଦାୟ କରିଛି। ସିକିମର ମଙ୍ଗନ ଜିଲ୍ଲାରେ ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ 6 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବୁଧବାର ରାତିରେ ଏଠାରେ 220.1 ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା। ରାଜ୍ୟର ପର୍ଯ୍ୟଟନ ବିଭାଗର ସୂଚନା ଅନୁଯାୟୀ ମଙ୍ଗନ ସହରଠାରୁ ପ୍ରାୟ 50 କିଲୋମିଟର ଦୂର ଲାଚୁଙ୍ଗ ଗାଁର 1200ରୁ ଅଧିକ ଦେଶୀ ପର୍ଯ୍ୟଟକ ଓ 15 ଜଣ ବିଦେଶୀ ନାଗରିକ ଫସି ରହିଛନ୍ତି। ବିଦେଶୀ ନାଗରିକଙ୍କ ମଧ୍ୟରେ ବାଂଲାଦେଶର 10, ନେପାଳର 3 ଓ ଥାଇଲାଣ୍ଡର 2 ଜଣ ଅଛନ୍ତି।